ସାଙ୍ଗମାନେ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ଆଜିକା ସମୟରେ ନା ଲୋକମାନେ ନିଜକୁ ବଞ୍ଚେଇବାକୁ ଯାଇ ନିଜକୁ ସେଫ୍ ରଖିବା ପାଇଁ ବହୁତ ବଡ଼ ବଡ଼ ମିଛ କହିଥାନ୍ତି। ବହୁତ ନିରୀହ ଲୋକଙ୍କୁ ମିଛ କହି ଫସେଇ ଦେଇଥାନ୍ତି। ହେଲେ ସେମାନେ ଜାଣନ୍ତି ନାହିଁ ସେମାନେ କେତେ ବଡ଼ ବଡ଼ ଭୁଲ କରୁଛନ୍ତି, କେତେ ବଡ଼ ବଡ଼ ପାପ କରୁଛନ୍ତି। ଆପଣ ମାନେ ଗୋଟିଏ ମିଛକୁ ଲୁଚେଇବାକୁ ଯାଇ ହଜାରେ ମିଛ କହିଥାନ୍ତି। ଗୋଟିଏ ମିଛରୁ ଆରମ୍ଭ କରିଥାନ୍ତି, ହଜାରେ ମିଛରେ ଆପଣ ଶେଷ ମଧ୍ୟ କରିପାରିନଥାନ୍ତି। ସେଥିପାଇଁ ମୁଁ ଆପଣମାନଙ୍କୁ ଗୋଟିଏ କଥା ପ୍ରତ୍ୟେକ ସମୟରେ କହି ଆସିଛି, ଆଜି ମଧ୍ୟ କହୁଛି। ସତ କହି କାହାର ଶତ୍ରୁ ବନିଯାଆନ୍ତୁ, ହେଲେ ମିଛ କହି କେବେ କାହାକୁ ଫସେଇ ଦିଅନ୍ତୁ ନାହିଁ। ଭଲ ହେବା ପାଇଁ କେବେ କାହା ଆଗରେ ମିଛ କୁହନ୍ତୁ ନାହିଁ। ନିଜକୁ ଭଲେଇ ରଖିବା ପାଇଁ, ଭଲରେ ରଖିବା ପାଇଁ କେବେ କାହାକୁ ମିଛ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ। ଆପଣମାନେ କାହାକୁ ତ ମିଛ କହି ଦେଉଛନ୍ତି, କାହା ବିଷୟରେ ମିଛ କଥା ଗପି ଦେଉଛନ୍ତି, ମନଗଢ଼ା କାହାଣୀ ଗପି ଦେଉଛନ୍ତି। ହେଲେ ଆପଣମାନେ କ'ଣ ଜାଣିଛନ୍ତି ଆପଣଙ୍କର ମିଛ କେତେ ଲୋକଙ୍କୁ ଫସେଇ ଦେଉଛି, କେତେ ଲୋକଙ୍କୁ ଖରାପ ବାଟରେ ନେଇ ପହଞ୍ଚେଇ ଦେଉଛି, ଖରାପ ରାସ୍ତା ଦେଖେଇ ଦେଉଛି। ଆପଣମାନେ କ'ଣ ଜାଣିଛନ୍ତି? ଆପଣମାନେ ଜାଣିନାହାନ୍ତି। ସେଥିପାଇଁ ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରିବି, କେବେ ହେଲେ କାହାକୁ ମିଛ କୁହନ୍ତୁ ନାହିଁ। ଯାହା ସତ ସତ କହି ଭଲେ କାହାର ଶତ୍ରୁ ହୋଇଯାଆନ୍ତୁ, ମିଛ କହି କେବେ କାହାର ନିଜର ହବାକୁ ଚେଷ୍ଟା କରନ୍ତୁ ନାହିଁ। ସାଙ୍ଗମାନେ ଆଜି ଆମେ ଶୁଣିବା କେଉଁଭଳି ଆଜିକାଲିର ଲୋକମାନେ ମିଛ କହି ନିଜକୁ ସେଫ୍ ରଖୁଛନ୍ତି। ମିଛ କହି କୋଉ ଗୋଟେ ଦୁଃଖୀକୁ, କୋଉ ଦୁଃଖୀ ରଙ୍କିକୁ ସେମାନେ ଖରାପ ରାସ୍ତାକୁ ପେଲି ଦେଉଛନ୍ତି ନିଜକୁ ସେଫ୍ ରଖିବା ପାଇଁ। ଭିଡ଼ିଓଟିକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ଆଶା କରିବି ମୋର এই ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିବ। ଲାଇକ୍ କରିବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର ନିଶ୍ଚିତ ଭାବରେ କରିବେ। ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ସାଙ୍ଗମାନେ ଆପଣମାନେ ଜାଣିଥିବେ ଆଜିକା ସମୟରେ ଲୋକମାନେ ବହୁତ ବଡ଼ ବଡ଼ କାମ କରିଦେଉଛନ୍ତି, ବହୁତ ବଡ଼ ବଡ଼ କାମ, ଯାହା ବି ଆପଣମାନେ ସ୍ୱପ୍ନରେ କେବେ ଭାବିନଥିବେ, ଚିନ୍ତା କରିନଥିବେ, ସେସବୁ କାମ ଆଜିକାଲିର ଲୋକମାନେ କରୁଛନ୍ତି। ହେଲେ ଆପଣମାନେ ଜାଣିଥିବେ ଲୋକମାନେ ସେ କାମ କରିବା ପାଇଁ କାହାର ନା କାହାର ସାହାରା ନେଇଥାନ୍ତି। ଯଦି ତୁମେ କିଛି ଗୋଟିଏ କାମ କରିବାକୁ ଚାହୁଁଛ, ତାହେଲେ ତୁମେମାନେ ନିଶ୍ଚିତ କାହାର ନା କାହାର ସାହାରା ନେଇଥାଅ। ନିଶ୍ଚିତ କାହାକୁ କହିଥାଅ କି ମୋତେ ଏ କାମରେ ସାହାଯ୍ୟ କର, ତତେ ମୁଁ ନିଶ୍ଚିତ କିଛି ସାହାଯ୍ୟ କରିବି କି କିଛି ଟଙ୍କା ଦେବି, ତୋର ସବୁବେଳ ପାଇଁ ମୁଁ ନିଜର ହେଇକି ରହିବି। ଆପଣମାନେ ନିଶ୍ଚିତ ଭାବରେ କାହାକୁ ଗୋଟେ ମିଛ ପ୍ରତିଶ୍ରୁତି ଦେଇଥିବେ, ନିଶ୍ଚିତ ଭାବରେ ନିଜର କାମ ପୁରା କରିବା ପାଇଁ କାହାକୁ ମିଛ ସତ କହିଥିବେ। ନିଶ୍ଚିତ ଭାବରେ ଆପଣମାନେ ଏମିତି କାମ କରିଥିବେ। ଆପଣମାନେ ତ ନିଜର କାମ ପୁରା କରିଦିଅନ୍ତି। ଆପଣ କାହାର ସାହାଯ୍ୟ ସହଯୋଗ ନେଇ ନିଜର ସକ୍ସେସଟା ଆପଣମାନେ ପାଇଥାନ୍ତି। ହେଲେ ସେ ଯେଉଁ ପିଲାକୁ ଆପଣ ସାଥିରେ ନେଇଛନ୍ତି, ତାକୁ ତୁମେମାନେ ଅଧା ରାସ୍ତାରେ ଛାଡ଼ିଦିଅ। ତୁମେମାନେ କ'ଣ କର ନା, ସେହି ପିଲାକୁ ଯିଏ ତୁମର ପ୍ରତ୍ୟେକ କର୍ମରେ ତୁମକୁ ସାହାଯ୍ୟ ସହଯୋଗ କରିଥାଏ, ତାକୁ ତୁମେ କ'ଣ କରିଥାଅ ନା ଅଧା ରାସ୍ତାରେ ଧକ୍କା ଦେଇ ବାହାର କରିଦେଇଥାଅ, ସାଇଡ୍ କରିଦେଇଥାଅ। ସିଏ ପୁରା ଏକା ହୋଇଯାଇଥାଏ। ସେ ଭାବିପାରେ ନା ସେ କ'ଣ କରିବ, କାରଣ ସେ ଗୋଟିଏ ମଝିରେ ଯେମିତି କୁହନ୍ତିନି ଫସି ଯାଇଥାଏ, ନା ଆଗକୁ ଯାଇପାରେ ନା ପଛକୁ ଆସିପାରେ। ସେହିଭଳି ତା ଜୀବନରେ ଘଟି ଯାଇଥାଏ। ହେଲେ ତୁମେମାନେ ତାକୁ ଫସେଇ ବହୁତ ଖୁସିରେ ଥାଅ। ହେଲେ ସେଇଟା ତୁମମାନଙ୍କର ଭୁଲ ଧାରଣା। ଯଦି ତୁମେ ନା କାହା ଆଖିରେ ମିଛ ସତ କହି ଦୁଃଖ ଦେଉଛ, କାହା ଆଖିରେ ଲୁହ ଦେଉଛ, ତାହେଲେ ନା ତୁମ ଜୀବନରେ ତୁମେ କେବେ ଖୁସିରେ ରହିପାରିବନି। କେହି ତୁମକୁ କେବେ ଖୁସିରେ ରଖେଇଦେବେ ନାହିଁ। ଯେମିତି ତୁମେ କାହାକୁ ଦୁଃଖ ଦେଇଛ, ତୁମକୁ ମଧ୍ୟ ସେମିତି କେହି ନା କେହି ଦୁଃଖ ଦେବେ।
ସେଥିପାଇଁ କେବେ ଜୀବନରେ ନା କାହାର ଫାଇଦା ଉଠାଅ ନାହିଁ। କେବେ କାହାକୁ ମିଛ କଥାରେ ଫସେଇ ଦିଅ ନାହିଁ। ତୁମେ ନିଜର ସ୍ୱାର୍ଥ ପାଇଁ ଗୋଟିଏ ପିଲାକୁ ଡାକିକି ଆଣୁଛ, ହେଲେ ତାକୁ ଅଧା ରାସ୍ତାରେ ଛାଡ଼ି ଦେଉଛ, ତାକୁ ଅଧା ରାସ୍ତାରେ ଫସେଇ ଦେଉଛ। ଏସବୁ କଥା ଠିକ ନୁହଁ। ତୁମର କାମ ସରିଗଲା ପରେ ସମସ୍ତେ ପର ହେଇଯାଉଛନ୍ତି। କାମ ଥିଲାବେଳେ ତୁମର ସମସ୍ତେ ନିଜର। କାମ ସରିଗଲା ପରେ ତୁ କିଏ ନା ମୁଁ କିଏ, ଏସବୁ ଜିନିଷ ସମ୍ପୂର୍ଣ୍ଣ ଭାବରେ ଭୁଲ। ଏସବୁ ଜିନିଷକୁ ଯେତେ ଜଲ୍ଦି ପାରୁଛନ୍ତି ଦୂର କରିଦିଅନ୍ତୁ, ଛାଡ଼ି ଦିଅନ୍ତୁ ଏସବୁ କର୍ମ। ନହେଲେ ଜୀବନରେ ବି ଆପଣଙ୍କ ସହିତ ଏମିତି କେହି ନିଶ୍ଚିନ୍ତ କରିବେ। ଆପଣଙ୍କୁ ତାଙ୍କ ନିଜ କାମରେ ଡାକିବେ, ଅଧାରୁ ଆପଣଙ୍କୁ ବିଦା କରିଦେବେ, ଆପଣଙ୍କୁ ଫସେଇ ଦେବେ। ଆପଣମାନେ ନିଶ୍ଚିତ ଭାବରେ ଏ କଥାଟିକୁ ଧ୍ୟାନ ଦେଇ ଶୁଣିବେ। ନିଶ୍ଚିତ ଭାବରେ ନିଜ ଲାଇଫରେ ୟୁଜ୍ କରିବେ, ଆପ୍ଲାଏ କରିବେ। ଦେଖିବେ ଆପଣଙ୍କ ଲାଇଫରେ ନିଶ୍ଚିତ ଭାବରେ ଚେଞ୍ଜେସ୍ ଆସିବ। ନିଶ୍ଚିତ ଭାବରେ ଆପଣମାନଙ୍କ ଲାଇଫରେ ଆପଣ କିଛି ଆଚିଭ୍ କରିବେ, ଖୁସିରେ ରହିବେ। ସବୁବେଳ ପାଇଁ ଖୁସିରେ ରହିବାକୁ ଚେଷ୍ଟା ବି କରନ୍ତୁ, କାରଣ ଏ ମିଛ ସତରେ କିଛି ନାହିଁ। କାହା ପଛରେ ଗୋଡ଼େଇବାଟା ହିଁ ଭୁଲ। କ'ଣ ଦରକାର ଆମକୁ ମିଛ କହିବା, କ'ଣ ଦରକାର ଆମକୁ ସେମିତି କାମ କରିବା ଯାହାଦ୍ୱାରା କି ନିଜକୁ ବଞ୍ଚେଇବା ପାଇଁ ଆମମାନଙ୍କୁ ମିଛ କହିବାକୁ ପଡ଼ିବ। କୌଣସି ଆବଶ୍ୟକ ନାହିଁ ଆମକୁ କିଛି ସେମିତି କାମ କରି ନିଜକୁ ବଞ୍ଚେଇବା ପାଇଁ ମିଛ କହିବାକୁ ପଡ଼ିବ। ଏଭଳି କାମ ଆମେ ଜୀବନରେ କେବେ ନ କରିବାଟା ହିଁ ଆମ ପାଇଁ ଠିକ୍ ହେବ। କେବେ ବି ହେଲେ ଆମେ ଏମିତି କାମ କରିବାନି ଯାହାଦ୍ୱାରା କି ଆମ ନିଜକୁ ସେଭ୍ କରିବା ପାଇଁ, ଆମ ପରିବାରକୁ ସେଭ୍ କରିବା ପାଇଁ ଆମକୁ 50,000 ମିଛ କହିବାକୁ ପଡ଼ିବ। ସେଥିପାଇଁ ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରିବି, କେବେ ହେଲେ ନା ମିଛ କୁହନ୍ତୁ ନାହିଁ। ସତ ହେଇକି କାହାର ଶତ୍ରୁ ବନିଯାଅ, ସତ ହେଇ କାହା ଆଗରେ ଦୋଷୀ ବନିଯାଅ, ହେଲେ ମିଛ କହିକି ନା କେବେ ନିଜକୁ ନିଜ ମନ ଭିତରୁ ଖରାପ କର ନାହିଁ। କାରଣ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ, ଯେତେବେଳେ ନା ଆପଣମାନେ କାହାକୁ ଗୋଟେ ମିଛ କଥା କହିଥାନ୍ତି, ଯେତେବେଳେ ମିଛ କଥା କହି ଆପଣ ଖସି ଆସନ୍ତି, ତାପରେ ଆପଣମାନେ ଭାବନ୍ତି ମନରେ, ମୁଁ କେତେ ବଡ଼ ମିଛ କଥା ନ କହିଦେଲି। ଏ ପ୍ରଭୁ, ଏ ଜଗନ୍ନାଥ ମୋତେ କ୍ଷମା କରିଦେବ। ତାପରେ ନା ମୁଁ କେବେ ଆଉ ଏମିତିକା ମିଛ କହିବି ନାହିଁ, ମୁଁ କେବେ ଆଉ ଏମିତିକା ଭୁଲ କାମ କରିବି ନାହିଁ। ଏମିତି ଆପଣମାନଙ୍କର ମନରେ ଆସିଥାଏ, ହେଲେ ସେତେବେଳକୁ ବହୁତ କିଛି ଆପଣମାନେ କରିସାରିଥାନ୍ତି, ସବୁକିଛି ଶେଷ ହୋଇଯାଇଥାଏ। ଆପଣ ମିଛ କହିସାରିଥାନ୍ତି, ନିଜକୁ ଦୋଷୀ କରିସାରିଥାନ୍ତି, ଜଗନ୍ନାଥଙ୍କ ଆଗରେ ତୁମେ ପାପୀ ହୋଇସାରିଥାଅ। ସେଥିପାଇଁ ଜୀବନରେ ନା କେବେ ହେଲେ ମିଛ କୁହ ନାହିଁ। ସବୁବେଳ ପାଇଁ ସତର ସାମ୍ନା କର। ମିଛର ସାମ୍ନା କରିବାଟା ବିଲକୁଲ ବି ଠିକ୍ ନୁହେଁ। ନିଜ ଜୀବନ ପ୍ରତି ବହୁତ ରିସ୍କ ଥାଏ। ଧନ୍ୟବାଦ ସାଙ୍ଗମାନେ। ଆଶା କରିବି ମୋର এই ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଲାଇକ୍ କରିବେ, କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ନିଶ୍ଚିତ ଭାବରେ ରଖିବେ। ଭିଡ଼ିଓଟି ବହୁତ ଲେଟ୍ରେ ଆସୁଛି, ସେଥିପାଇଁ ମୁଁ ଆପଣମାନଙ୍କୁ କ୍ଷମା ମାଗୁଛି। ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଏମିତି ନୂଆ ନୂଆ ଭିଡ଼ିଓ ଆସିବାକୁ ବହୁତ ଜଲ୍ଦି ଆସିବ। ସେଥିପାଇଁ ଆପଣମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖିବେ, ବେଲ୍ ଆଇକନ୍କୁ ଅଲ୍ରେ କ୍ଲିକ୍ କରିବେ। ଧନ୍ୟବାଦ ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।